কোଉଠି ଏପଟେ କୋଉପଟେ ଏପଟେ ଏପଟେ ଆରେ ଆମେ ପରା ଏପଟେ ତମେ କୋଉଠି ନାଇଁ ନାଇଁ ଏପଟେ ଏପଟେ ଏପଟକୁ ଆସ ଏଇଠି ବା ଆଉ କଣ ଏମିତି ପିଇସାକୁ ପାଣି ପକେଇ କରୁଛ? ନାଇଁ କଥା କଣ କି ଗୋଟେ ଝିଅ ବାହାଘର ହେଇଥାନ୍ତା ଖଟ ଗୋଟେ ଦେଖିଥାନ୍ତୁ ଆଉ ଓହୋ ଆଉ ଏତେ ସବୁ ଖଟ ଅଛି ଡ୍ରେସିଂ ଟେବୁଲ ଅଛି ତମେ ପିସା ମତେ ଟିକେ କେମିତି କହିନ କହିଲ ପିସା ଓପଟେ ବଇছে ତମେ ଓପଟେ ଖୋଜୁଛେ ଏ ଖଟ ନବଟି ଆଉ କଣ ତମକୁ ଏଠି କଣ ଯାତ୍ରା ଦେଖିବାକୁ ଆସିଛି କି? ଆଉ ଏଇ ଗୋଟେ କଥା ଦେଖ ଖଟ ଅଛି ଆରମ୍ଭ କରିକି 18,000 ରୁ 40,000 ପର୍ଯ୍ୟନ୍ତ 12,000 ରୁ ମିଳିଯିବ। ଦେଖ ଡ୍ରେସିଂ ଟେବୁଲ ଦେଖ ପିସା ପିସା କଣ ହଉଛ ଏପଟେ ଆସ କୋଉ ପଟେ ଏପଟେ ଚାଲ ଦେଖ ଡ୍ରେସିଂ ଟେବୁଲ ଦେଖ ଆମର କମ୍ପ୍ୟୁଟର ଟେବୁଲ ଅଛି ଇଏ ଦେଖ ତ ଭଲ ହେଇଛି ସବୁ କିଛି ଆଉ ଏଠି ଦେଖ ଡାଇନିଂ ଟେବୁଲ ଅଛି। ଆମର ସେ ଖଟଟା କେତେ ଆସୁଛି କି ଏଇ ଖଟଟା କେତେ ଟଙ୍କା ଆସୁଛି କି? ଖଟଟା ଆମର 35,000 40,000 ଭିତରେ ପଡିବ। ଆଉ ଏତେ ଟଙ୍କା କଣ ଆମେ ଦେଇପାରିବୁ? କାହିଁ ଦେଇପାରିବନି ତା ବର୍ତ୍ତମାନ ପରେ ଆମର ଫାଇନାନ୍ସ ର ସୁବିଧା ଅଛି। ଏଭଳି ସୁବିଧା ବି ଅଛି ଭଲ ହେଇଛି ଯେ ବଜେଟ ଏତିକା ହେଇଯାଉଛି ଆମର ଆଜିକା ଡେଟ ରେ ଆମ କୁଇନ କମ୍ୟୁନିକେସନ ଆଣ୍ଡ ହୋମ ଆପ୍ଲାଏନ୍ସ ରେ ଆପଣ ପାଇପାରିବେ ବାଜାଜ ଫାଇନାନ୍ସ ର ସୁବିଧା। ସତରେ ଆଇଡିଏଫସି ଫାଇନାନ୍ସ ବି ଆଭେଲେବୁଲ। ଆପଣ ଆସନ୍ତୁ ତା ସାଙ୍ଗରେ ଫାଇନାନ୍ସ କରି ଜିନିଷ ନେଇଯିବେ। ଏଇ ଗୋଟେ କଥା। ସତରେ ନା ଆମ ଗୁଇ କମ୍ୟୁନିକେସନ ଏତେ ସବୁ ସୁବିଧା ହେଲାଣି ଆଚ୍ଛା ଆଚ୍ଛା ମୁଁ ତାହେଲେ ଏତେ କଥା ହେଇଗଲାଣି ତାହେଲେ ଆପଣ ଖଟ ନିଅନ୍ତୁ ଗଦି ନିଅନ୍ତୁ ଫର୍ଣ୍ଣିଚର ଆରମ୍ଭ କରି ଯାହା ନେଇପାରିବେ ସବୁ ଫାଇନାନ୍ସ ହେଇପାରିବ। ଆମର ସେଇ ଯୋଉ ଗଡରେଜ ହେଇକା ଅଛି ସିଏ ବି କହିପାରିବ? ହଁ ଚାଲୁନାହାନ୍ତି ଦେଖିବେ ଦେଖ ଗଡରେଜ ନୂଆ ଡିଜାଇନ ର ଗଡରେଜ ପାନିଆରୀ ଗଡରେଜ 3D ପ୍ରିଣ୍ଟିଂ ଇଏ କଣ ଫାଇନାନ୍ସ ହେଇପାରିବ? ମିଳିବ ନାହିଁ କୌଣସି ଜାଗାରେ ପ୍ରିଣ୍ଟ ମିଳିବ ନାହିଁ ସବୁ ଫାଇନାନ୍ସ ହେଇପାରିବ ଜମା ବ୍ୟସ୍ତ ହବାର କିଛି ନାହିଁ। ଚେୟାର ଠୁ ଆରମ୍ଭ କରିକି ଦେଖ ଷ୍ଟିଲ ଚେୟାର ଠୁ ଆରମ୍ଭ କରିକି ଗଡରେଜ ଟେବୁଲ ଯାହା ନେବେ ସବୁ ଫାଇନାନ୍ସ ହେଇପାରିବ। ଆଉ ତାହେଲେ କଣ ହେଲା ଆମେ ତ ଏଇଠିକି ଆସିବୁ ଭିଜିଟ କରିବୁ ନେଇକି ଯିବୁ ଆଉ ଏଇ ଗୋଟେ କଥା ତାହେଲେ ଗୋଟେ କଥା କରନ୍ତୁ ଆପଣ ଆସନ୍ତୁ ଏଥରକ ଆଉ ଆପଣଙ୍କ ସାଇ ପଡିଶା ଭଲ ମନ୍ଦ ଆପଣ ସମସ୍ତଙ୍କୁ କହିବେ ଆଉ ତା ସହିତ ଫାଇନାନ୍ସ ବି ଆଭେଲେବୁଲ ଅଛି। ତାହେଲେ ଆପଣମାନେ ଆସନ୍ତୁ ଗୁଇ କମ୍ୟୁନିକେସନ ଭିଜିଟ କରନ୍ତୁ ଆଉ ହୋମ ଆପ୍ଲାଏନ୍ସ ଯେତେ ଜିନିଷ ଅଛି ଏସି ଠୁ ଆରମ୍ଭ କରି ଖଟ ଠୁ ଆରମ୍ଭ କରି ଗଡରେଜ ଡ୍ରେସିଂ ଟେବୁଲ ଡାଇନିଂ ଟେବୁଲ ଠୁ ଆରମ୍ଭ କରି ବହୁତ ଜିନିଷ ଭରା ଆପଣ ଆସନ୍ତୁ ଗୁଇ କମ୍ୟୁନିକେସନ ଭିଜିଟ କରନ୍ତୁ ତା ସହିତ ଜିନିଷ ବି ନେଇଯାଆନ୍ତୁ। ଆଚ୍ଛା ହଉ ତାହେଲେ ପିସା ମୁଁ ଆସୁଛି କାଲି ଡକୁମେଣ୍ଟ ନେଇକି ଆସି ଯିବି ଆଉ